ସାଙ୍ଗମାନେ ଆଜି ମୋତେ କାନ୍ଧା ମାରିଦେଇଛି ପୁରା ଏକାନେ ଯେତେ ଜୋରରେ ବିନ୍ଧା ହେଉଛି କହନି। ପୁରା ବୋପା ଯା 14 ବର୍ଷ ମନେ ପଡ଼ିଯାଉଛି। ଆଉ ଆମେ ତ ଆଜି ଯେତେବେଳେ ଚିଲିକାରୁ ଜାଲ ଝାଡ଼ିକି ଆଇଲୁ କାନ୍ଧା ମାନେ ସବୁ ଧରିକି ଥୋଇଦେଲୁ, କିନ୍ତୁ ଗୋଟିଏ କାନ୍ଧା ମୋ ହାତରେ ବାଜିଗଲା, ଯେଉଁଟାକି ମାନେ ପେଣ୍ଟରେ ମାଛ ବିକ୍ରି କଲା ଆସକୁ ନାହାରେ ତ ବାଜିନଥିଲା। ମାଛ ବିକ୍ରି କଲାବେଳେ ବାଜିଗଲା, ସେଟା ତା ମଝି କଣ୍ଟା ସାଇଜ୍ ହେଇଗଲି। ମୁଁ ବର୍ତ୍ତମାନ ଚୂନ ଲଗାଇ ଦେଇକି ଯାଉଛି। ଏତେ ତ ଦର୍ଜ ହେଉନଥିଲା ମୋତେ ଏବେ, କିନ୍ତୁ ଯେତେ ଲେଟ୍ ହେଇ ଆସିଲା ପୁରା ମୋତେ ସେତେ ଅଧିକା ଦର୍ଜ ହେଲା। ଆମ ବୋଉ ବର୍ତ୍ତମାନ ମୋତେ ଗରମ ପାଣିରେ ଟିକେ ସେକ ଦେଇଦେଉଛି। ଗରମ ପାଣି ଦେଇକି ତାପରେ ଅମୃତରଞ୍ଜନ ଟିକେ ଲଗେଇକି ତାକୁ ଟିକେ ଦିଆସିଲି ନିଆଁରେ ଟିକେ ଚେଙ୍ଗା ଚେଙ୍ଗି କଲୁ, ଟିକେ ବିଷ କମିଯିବ ବୋଲେ ତା'ର, କିନ୍ତୁ ପୁରା କମୁନଥାଏ। ତ ଭାଇମାନେ ଆରଥରକ ମୁଁ ତ ଭିଡ଼ିଓରେ ଦେଖାଇ ଦେଇଥିଲି ଯେ ମନ୍ତ୍ର ପଢ଼ିଲେ ଭଲ ହେଇଯିବ। ମନ୍ତ୍ର ତ ମୁଁ ପଢ଼ିଲି, କିନ୍ତୁ ମନ୍ତ୍ରରେ କିଛି କାମ ଦେଲାନି। ଆଉ ଗୁଡ଼ାକୁ ଲଗେଇଲି। ତାପରେ ଆମ ଗାଁରେ ଜଣେ ଫୁଙ୍କୁଛନ୍ତି, ଯାଇକି ମନ୍ତ୍ର ପଢ଼ିକି ଫୁଙ୍କୁଛନ୍ତି। ଗତ ଥର ମୋତେ ବି କାନ୍ଦା ମାରିଦେଇଥିଲା, ପାଖାପାଖି 3-4 ବର୍ଷ ତଳେ ମୁଁ ଫୁଙ୍କି ଦେଇଥିଲି, ଭଲ ହେଇଯାଇଥିଲା। କିନ୍ତୁ ଏଥରକ ଯେଉଁ ଫୁଙ୍କିଲି ପୁରା ଭଲ ହେଲାନି। 1-1.5 ଘଣ୍ଟା ଭିତରେ ଯାଇକି ତାଙ୍କ ପାଖରେ ଫୁଙ୍କିକି ଆଇଲି, କିନ୍ତୁ ଭଲ ହେଲାନି। ସେ କହିଲେ ଯେ ଆଉ ତୁମର ଚୂନ ଲଗେଇବାର ନଥିଲା କି ଅନ୍ୟାନ୍ୟ ଜିନିଷ ଲଗେଇବାର ନଥିଲା, ନହେଲେ ଭଲ ହେଇଯାଇଥାନ୍ତା। ତ 24 ଘଣ୍ଟା ବିତିଗଲାଣି। ବର୍ତ୍ତମାନ 24 ଘଣ୍ଟା ପରେ ମୋତେ ଆସ୍ତେ ଆସ୍ତେ ଟିକେ ଭଲ ଲାଗିଲାଣି। ତଥାପି ମୋ ହାତ ପାଖରେ ମୋତେ ରୁବୁ ଟିକେ ହେଉଛି, ଆଉ ବିନ୍ଧା ଟିକେ ଅଛି। ଆଉ ପୁରା ବୋପା ଯା 14 ବର୍ଷ ମନେ ପଡ଼ିଗଲା। ଭଗବାନ, ଏତେ ବିନ୍ଧା! ରାତି ସାରା ମୁଁ ଶୋଇନି ଏତେ ବିନ୍ଧାରେ। ତ ମୁଁ ଯେତେବେଳେ ପିଆଜ ଫଳ କାଟିକି ଲଗେଇଲି ସେତେବେଳେ ଟିକେ ଭଲ ଲାଗିଲା, ଆଉ ଚୂନ ଟିକେ ଲଗେଇଲା ବେଳେ ଟିକେ ଭଲ ଲାଗୁଥିଲା ମୋତେ। ରହୁଛି।